ଅଛନ୍ତି ସମସ୍ତଙ୍କୁ ଦର୍ଶନ କରିବା। ଆପଣ ଥରେ ଏଠାରେ ଆସି ଦର୍ଶନ କରନ୍ତୁ ମାତା ମଠ। ଦେଖନ୍ତୁ ସୁନ୍ଦର କାରୁକାର୍ଯ୍ୟ ମଧ୍ୟ ହୋଇଛି। ଏଠାରେ ସୁନ୍ଦର ସୁନ୍ଦର ବାଣୀ ମଧ୍ୟ ଲେଖାଯାଇଛି। ଏଠାରେ ଧର୍ମର ଚୈତନ୍ୟ ତାଙ୍କ ଧର୍ମର ପ୍ରସାର କରିଛନ୍ତି। ସମସ୍ତ ଦେବାଦେବୀ ମଧ୍ୟ ଅଛନ୍ତି। ଆସନ୍ତୁ ବୁଲି ଦେଖିବା କ'ଣ କ'ଣ ସବୁ ଅଛି, କିଏ କିଏ ଅଛନ୍ତି, ଧୀରେ ଧୀରେ ଆମେ ଜାଣିବା। ଦେଖନ୍ତୁ ଚୈତନ୍ୟ ତାଙ୍କର ଧର୍ମ ପ୍ରସାର ଟାଇମରେ ସେହି ସମୟରେ ଯାହା ସବୁ କରିଥିଲେ ତାହାର ଏଠାରେ ତାହାର ଚିତ୍ର ଉପସ୍ଥାପନ କରାଯାଇଛି। ପୁରୀରେ ରହି ସେ ଯେଉଁ ତାଙ୍କର ଧର୍ମର ପ୍ରଚାର ପ୍ରସାର କରିଥିଲେ, କେମିତି କରିଥିଲେ, ଏହାର ଚିତ୍ର ଏଠାରେ ଅଙ୍କାଯାଇଛି। ଦେଖନ୍ତୁ ଏସବୁ ତାର ଜାଲି ଭିତରେ ରଖାଯାଇଛି। ଲକ୍ଷ୍ମୀ ସରସ୍ୱତୀ ରାଧାକୃଷ୍ଣ ସମସ୍ତେ ଅଛନ୍ତି, କିନ୍ତୁ ଯେହେତୁ ସୁନ୍ଦର ସୁନ୍ଦର ସଜାସଜ୍ୟ ହୋଇଛି ସେଥିପାଇଁ ସେମାନେ ବ୍ୟାରିକେଡ୍ ଭିତରେ ରଖିଛନ୍ତି ଯେମିତି ନଷ୍ଟ ନ ହୋଇଯିବ। ପୂଜା ମଧ୍ୟ ଏଠାରେ ହେଉଛି। ସେତେବେଳେ ଆମର ପହଡ଼ ପଡ଼ିଥିଲା, ଯେହେତୁ କାଚ ଘର ଏଭଳି କରିଛନ୍ତି, କାଚ ଘର ଭିତରେ ରଖିଛନ୍ତି, ତେଣୁକରି ଆମକୁ ଫଟୋ ଉଠାଇବାକୁ ଟିକେ ପ୍ରୋବ୍ଲେମ୍ ହେଇଥିଲା। ଦେଖନ୍ତୁ ତଥାପି ଆମେ ଫଟୋ ଉଠାଇକି ଆଣିଛୁ, ଭିଡ଼ିଓ କରିଛୁ। ଦେଖନ୍ତୁ ଏଇଟା ମଠ। ଏଠାରେ ମଧ୍ୟ ପ୍ରସାଦର ସେବନ ଅଛି, ପ୍ରସାଦ ସେବନର ସୁବିଧା ମଧ୍ୟ ଅଛି। ଆମେ ସେଠାରେ ପ୍ରସାଦ ସେବନ କରି ଅନ୍ୟ ଜାଗା ସବୁ ବୁଲିଲୁ। ଏଠାରେ ବହୁତ ଶାନ୍ତି ଲାଗେ, ଥଣ୍ଡା ପରିବେଶ। ଯେଭଳି ଆପଣ ସୁଡ଼ଙ୍ଗ ଟାଇପର ଇଏ ମଠଟି, ଗୁମ୍ଫା ବା ସୁଡ଼ଙ୍ଗ ଭଳି ଆପଣଙ୍କୁ ଆ ଭିତରେ ମନେ ହେଉଥିବ। ଏପଟେ ଗଲେ ସେପଟେ ଆସିପାରିବେନି, ସେପଟେ ଗଲେ ଏପଟେ ଆସିଯାଉଥିବେ, ଏଇଭଳି ଆପଣଙ୍କୁ ଦ୍ୱନ୍ଦ୍ୱରେ ପଡ଼ିବେ। କିନ୍ତୁ ଏଠି ଶ୍ରୀ ହନୁମାନ ଶ୍ରୀରାମଚନ୍ଦ୍ରଙ୍କ ଭକ୍ତ ପ୍ରଭୁ ଶ୍ରୀରାମଙ୍କ ପାଖରେ ସେ ତାଙ୍କର ନାମ ଭଜୁଛନ୍ତି, ବସି ସେଠାରେ ନାମ ଭଜୁଛନ୍ତି, ରାମ ନାମ ଭଜୁଛନ୍ତି, ତାଙ୍କର ତପସ୍ୟା ମଧ୍ୟ କରୁଛନ୍ତି। ଏହାର ମୂର୍ତ୍ତି ମଧ୍ୟ ସ୍ଥାପନ କରାଯାଇଛି। ଯେହେତୁ ତାର ଜାଲି ଦିଆହେଇଥିଲା, ଏପଟୁ ଅନ୍ୟ ପଟୁ ଫଟୋ ଉଠାଇବା କଷ୍ଟ ହେଉଥିଲା, ଯେହେତୁ ଗଛ ସବୁ ଥିଲା, ବହୁତ ସୁନ୍ଦର ସୁନ୍ଦର ଗଛ ମଧ୍ୟ ଅଛି। ଆଉ ଏପଟ ସେପଟ ହୋଇ ଫଟୋ ଉଠାଇବା ବହୁତ କଷ୍ଟକର ହେଉଥିଲା, ଭିଡ଼ିଓ କରିବା ବହୁତ କଷ୍ଟକର ହେଉଥିଲା। ଦେଖନ୍ତୁ ଏହାପରେ ଆସନ୍ତୁ ଦେଖିବା ଦେଖନ୍ତୁ ଏଠାରେ ପଶୁ, ହରିଣ, ବାଘ, ଭାଲୁ ଏମାନେ ମଧ୍ୟ ଅଛନ୍ତି। ସେମାନଙ୍କର ମୂର୍ତ୍ତି ମଧ୍ୟ ଏଠାରେ ସ୍ଥାପନ କରାଯାଇଛି। ବୁଦ୍ଧ ମଧ୍ୟ ଅଛନ୍ତି, ଶିବ ମଧ୍ୟ ଅଛନ୍ତି, ମହାଦେବଙ୍କ ମୂର୍ତ୍ତି ଅଛି। ଏଠାରେ ଏହି ପୁଷ୍କରିଣୀରେ ପୂର୍ଣ୍ଣମୀ ତିଥିରେ ଜଳ କ୍ରୀଡ଼ା କରନ୍ତି ଚନ୍ଦନ ଯାତ୍ରାରେ। ଦେଖନ୍ତୁ ଇଏ ହେଉଛି ଦୃଶ୍ୟ ସମୁଦ୍ର ମନ୍ଥନର ଦୃଶ୍ୟ। ଏଠାରେ ସମୁଦ୍ର ମନ୍ଥନ ଯେଉଁଭଳି ହେଇଥିଲା, ଆଉ ମହାଦେବ ଗରଡ଼ ପାନ କରିଥିଲେ, ଏହାର ଦୃଶ୍ୟ ଦେଖନ୍ତୁ। ପୁଷ୍କରିଣୀରେ ଏକ କଇଁଛ ତର ଆମକୁ ଦେଖି ଆମ ପାଖକୁ ଚାଲି ଆସୁଥିଲା, ଭାବୁଥିଲା ଯେ ତାକୁ ଖାଦ୍ୟ କିଛି ଦିଆଯିବ, କିନ୍ତୁ ଆମ ପାଖରେ କିଛି ଖାଦ୍ୟ ନଥିଲା।
ଯେହେତୁ ଭିତରକୁ ଖାଦ୍ୟ ଆଲାଉ ନଥିଲା, କିଛି ସେଠାରେ କିଛି ନଥିଲା, ଆମେ ଜାଣିନଥିଲୁ, ତେଣୁକରି ଆମେ ତାକୁ କିଛି ଖାଦ୍ୟ ଦେଇପାରିଲୁ ନାହିଁ। ଦେଖନ୍ତୁ ସେ ପୁଣି ଥରେ ଆସି ଆମ ପାଖକୁ ପଳେଇ ଆସୁଥାଏ। ଦେଖନ୍ତୁ କେମିତି ସେ ମୁଣ୍ଡ ଟେକି ଅନଉଛି, ଏଇଟା ମୋତେ କିଛି ଖାଦ୍ୟ ଦେବେ କି? ନିରାଶ ହେଇ ଫେରିଗଲା। ଦେଖନ୍ତୁ ଛୋଟ ପ୍ରାଣୀଟେ। ନୌକା ବିହାର କରାଯାଏ। ତେବେ ଚନ୍ଦନ ଯାତ୍ରାରେ ଦେଖନ୍ତୁ, ଏହା ଦୃଶ୍ୟ ହେଉଛି ଆମର ସମୁଦ୍ର ମନ୍ଥନର ଦୃଶ୍ୟ। ତାକୁ ମଧ୍ୟ ଏଠାରେ ମୂର୍ତ୍ତି ଦ୍ୱାରା ସ୍ଥାପନ କରାଯାଇଛି। ଏହାପରେ ଆସନ୍ତୁ ଦେଖିବା ଶ୍ରୀ ଚୈତନ୍ୟଙ୍କ ତାଙ୍କର ମୂର୍ତ୍ତି, ରାଧାକୃଷ୍ଣଙ୍କର ମୂର୍ତ୍ତି, ହରିଣ, ବାଘ, ସମସ୍ତଙ୍କର ମୂର୍ତ୍ତି, ପଶୁପକ୍ଷୀଙ୍କର ବି ମୂର୍ତ୍ତି ଏଠାରେ ଅଛି। ବହୁତ ସୁନ୍ଦର ଦୃଶ୍ୟ, ସୁନ୍ଦର ସୁନ୍ଦର ମୂର୍ତ୍ତିମାନ ମଧ୍ୟ ତିଆରି କରାଯାଇଛି। ଏଠାରେ ଜୀବଜଗତର ସମସ୍ତଙ୍କୁ ଏଠାରେ ପାଇବେ। ଆସନ୍ତୁ ଏହାପରେ ଦେଖିବା ପିଲାମାନଙ୍କର କିଛି ଖେଳନା ପଡ଼ିଛି, ସେଠାକୁ ଯିବା ଦେଖିବା। ଦେଖନ୍ତୁ ପିଲାମାନେ ସେଠି ଟିକେ ଖେଳୁଛନ୍ତି, କିଛି ଖେଳନା ପଡ଼ିଛି ସେଠାରେ, ତା ଭିତରେ ଖେଳନାର ବ୍ୟବସ୍ଥା ମଧ୍ୟ ଅଛି, ପିଲାମାନେ ବୋରିଂ ପାଇଁ ଖେଳିବେ। ଦେଖନ୍ତୁ ଏଠି ଚକ୍ରି ପଡ଼ିଛି, ଉଡ଼ାଜାହାଜର ଚକ୍ରି ପଡ଼ିଛି, କିଛି ଖେଳନା ବିକ୍ରି ହେଉଛି। ଏବଂ ଏଠାରେ ଆଉ ଗୋଟିଏ ଦୃଶ୍ୟ ଦେଖନ୍ତୁ, ତା ପାଖରେ ଅଛି, ଦେଖନ୍ତୁ ଝିଅ ଖେଳେ ବୋଲି କହୁଛି। ଦେଖନ୍ତୁ ଆସନ୍ତୁ ଦେଖିବା ଗୋମାତାଙ୍କ ଠାରୁ ଶ୍ରୀକୃଷ୍ଣ ଛୋଟବେଳେ କେମିତି କ୍ଷୀରପାନ କରୁଛନ୍ତି ଏବଂ ମା ଯଶୋଦା ତାଙ୍କୁ ବାଡ଼େଇବା ପାଇଁ ବାଡ଼ି ଧରି ଆସିଛନ୍ତି। ଦେଖନ୍ତୁ ଗୋମାତାଙ୍କ ଦେହରେ କେମିତି ସୁନ୍ଦର ଚିତ୍ର ମଧ୍ୟ କରାଯାଇଛି, ଏହାର ମୂର୍ତ୍ତି ମଧ୍ୟ ସ୍ଥାପନ କରାଯାଇଛି। ସେଇ ଯେଉଁ ମୁହୂର୍ତ୍ତର ମୂର୍ତ୍ତିଟି ଏଠାରେ ସ୍ଥାପନ କରାଯାଇଛି। ଏହାପରେ ଦେଖନ୍ତୁ ଶ୍ରୀ ଚୈତନ୍ୟ ଏବଂ ଶ୍ରୀକୃଷ୍ଣ ଭକ୍ତ ଏବଂ ଭଗବାନଙ୍କର ମିଳନ ଯେଉଁ ହେଇଥିଲା, ତାଙ୍କର ମଧ୍ୟ ମୂର୍ତ୍ତି ଏଠାରେ ସ୍ଥାପନ କରାଯାଇଛି। ଆଉ କାନ୍ଥରେ ବହୁତ ସୁନ୍ଦର ସୁନ୍ଦର ଚିତ୍ର ମଧ୍ୟ କରାଯାଇଛି। ଦେଖନ୍ତୁ ହେଉଛନ୍ତି ଗୋମାତା। ଶେଷରେ ଆମେ ବୁଲି ବୁଲି ବହୁତ ଥକିଗଲୁ। ଆସନ୍ତୁ ଏହାପରେ ଦର୍ଶନ କରିବା ସୂର୍ଯ୍ୟନାରାୟଣଙ୍କୁ। ଏଠାରେ ସୂର୍ଯ୍ୟନାରାୟଣ ମଧ୍ୟ ଅଛନ୍ତି। ଦେଖନ୍ତୁ ଦର୍ଶନ କରିବା ସୂର୍ଯ୍ୟନାରାୟଣଙ୍କୁ। ଦେଖନ୍ତୁ ଏଠାରେ ସୂର୍ଯ୍ୟନାରାୟଣ ଅଛନ୍ତି। ଦେଖନ୍ତୁ ସୂର୍ଯ୍ୟନାରାୟଣ ମଧ୍ୟ ଅଛନ୍ତି। ଶ୍ରୀ ଗୌର ବିହାର, ଏହାର ସ୍ଥାନର ନାଁ ଶ୍ରୀ ଗୌର ବିହାର। ସୂର୍ଯ୍ୟନାରାୟଣ ଦର୍ଶନ କରନ୍ତୁ ସମସ୍ତେ।
ସମସ୍ତଙ୍କର ମଙ୍ଗଳ ହେଉ। ଦେଖନ୍ତୁ ଏଠାରେ ହଂସ ମଧ୍ୟ ଅଛନ୍ତି। କ'ଣ ନାହିଁ ଆପଣ ଖୋଜିଲେ କ'ଣ ସେଠାରେ ଦର୍ଶନ ନାହିଁ ଯେ ଦର୍ଶନ କରିପାରିବେନି କାହାକୁ? ସମସ୍ତେ ଏଠି ଅଛନ୍ତି। ହଂସ ଯାଉଛନ୍ତି। ତାପରେ ଦେଖନ୍ତୁ ନାରାୟଣରେ ଦର୍ଶନ କରନ୍ତୁ। ସକଳ ଶକ୍ତିର ଆଧାର ସୂର୍ଯ୍ୟ ନାରାୟଣ। ଓଁ ସୂର୍ଯ୍ୟାୟ ନମଃ। ଏହାପରେ ଦେଖନ୍ତୁ ଚୈତନ୍ୟ ତାଙ୍କର ଯେଉଁ ଭକ୍ତିର ପ୍ରସାର କରିଥିଲେ, ଧର୍ମର ପ୍ରସାର କରିଥିଲେ, ତାଙ୍କର ଶିଷ୍ୟମାନଙ୍କୁ ଶିକ୍ଷାଦାନ କରୁଛନ୍ତି। ବହୁତ ଭିଡ଼ ହୋଇଥିଲା। ଏପଟ ସେପଟ କରି ଆମେ ଭିଡ଼ିଓ ସୁଟିଂ କରୁଥିଲୁ। ସମ୍ପୂର୍ଣ୍ଣ ସୁଡ଼ଙ୍ଗ ଭଳି ଲାଗୁଥିଲା ସେ ପରିବେଶ। ତାର ଜାଲିରେ ଏବଂ ଉପରେ ଯେମିତି ସୁଡ଼ଙ୍ଗ ଟାଇପ୍ର ହୋଇଥିଲା। ଦେଖନ୍ତୁ କିନ୍ତୁ ଏଠି ରାଧାକୃଷ୍ଣଙ୍କର ମୂର୍ତ୍ତି ମଧ୍ୟ ଅଛି। ଏଠାରେ ଚୈତନ୍ୟ ତାଙ୍କର ଭକ୍ତ ମଧ୍ୟ ଅଛନ୍ତି। ଆପଣମାନେ ଆସନ୍ତୁ, ଏଠାରେ ବୁଲିକି ଯାଆନ୍ତୁ। ବୁଲି ବୁଲି ଥକିଯିବେ। ବହୁତ କିଛି ଦେଖିବାର ଅଛି, ଶିଖିବାର ଅଛି। ଦେଖନ୍ତୁ ସମ୍ପୂର୍ଣ୍ଣ ତାର ଜାଲି, କୌଣସି ଜିନିଷ ନଷ୍ଟ ନ ହେବା ପାଇଁ ତାର ଜାଲିରେ ଆବଦ୍ଧ କରାଯାଇଛି। ସେଥିପାଇଁ ଭିଡ଼ିଓଟି କ୍ଲିଅର ଆସିପାରୁନି। କ'ଣ କ'ଣ ଆସୁଛି, କିଏ କିଏ ଆସୁଛନ୍ତି ଦେଖନ୍ତୁ। ମୟୂର ଦେଖନ୍ତୁ, ମୁଁ କହୁଥିଲି ପକ୍ଷୀ ମଧ୍ୟ ଅଛନ୍ତି। ପଶୁ ପକ୍ଷୀ ସମସ୍ତ ଏଠାରେ ଅଛନ୍ତି। ସମସ୍ତଙ୍କୁ ଅନୁରୋଧ ଏଠାରେ ବୁଲିବାକୁ ଆସନ୍ତୁ ଏବଂ ସବୁ ଦୃଶ୍ୟ ଉପଭୋଗ କରନ୍ତୁ। ଜାଗାର ମାହାତ୍ମ୍ୟ ବୁଝନ୍ତୁ। ଦେଖନ୍ତୁ ଏଠି ଗୋମାତାଙ୍କ ଦେହରେ ଚିତ୍ର ହୋଇଛି। ଏଠି ଶନି ମହାରାଜ ମଧ୍ୟ ଅଛନ୍ତି। ଦେଖନ୍ତୁ ଏଠାରେ ପରଶୁରାମ ମଧ୍ୟ ଅଛନ୍ତି, ତପସ୍ୟା କରୁଛନ୍ତି।
ଦେଖନ୍ତୁ ପୁରା ବିଶ୍ୱର ୱାର୍ଲଡର ଚିତ୍ର ସେଥିରେ ଅଛି। ଗ୍ଲୋବ ଚିତ୍ର, ଗ୍ଲୋବର ଅଶୋକ ଚକ୍ର ମଧ୍ୟ ଅଛି। ଦେଖନ୍ତୁ ହାତୀ ମଧ୍ୟ ଅଛି।